ବାସ୍ପଟ କଥାଟା ବାସ୍ପଟ ରହିଯିବ ନାହିଁ ତ। ଆମେ ତ ଚାହୁଁଛୁ ଏକ ନମ୍ବର କରନ୍ତୁ। ବିଗତ ସରକାରରେ ଯେତେବେଳେ ନବୀନ ସରକାର କାଲି ବିଜେଡ଼ି ସରକାରରେ କାଲି ସାର୍ଟିଫିକେଟ୍ ଆଣିକରି କେଉଁ କମ୍ପାନୀ ଗୋଟେ ସାର୍ଟିଫିକେଟ୍ ଆଣିକରି ଏକ ନମ୍ବର ମୁଖ୍ୟମନ୍ତ୍ରୀ ଏକ ନମ୍ବର ରାଜ୍ୟ ଓଡ଼ିଶା ଏକ ନମ୍ବର ରାଜ୍ୟ ବୋଲି ଯେଉଁ ଘୋଷଣା କରୁଥିଲେ ବାରମ୍ବାର ଘୋଷଣା କରୁଥିଲେ ଏଇ ସରକାର ବି ସେଇ ଢାଞ୍ଚା ଧରିଛି। ଏ ସରକାର ଆଇଲା ପରେ ସବୁ ପ୍ରକାର ଜିନିଷ ରେଟ୍ ବଢ଼ିଗଲା। ଗ୍ୟାସ୍ଠୁ ଧରିକରି ଗ୍ୟାସ୍ ରନ୍ଧନ ଗ୍ୟାସ୍ଠୁ ଧରିକରି ପେଟ୍ରୋଲଠୁ ଧରିକରି ବିଭିନ୍ନ ପ୍ରକାର ପନିପରିବାଠୁ ଧରିକରି ବିଭିନ୍ନ ପ୍ରକାର ଜିନିଷ ଯାହା ବି ସାମଗ୍ରୀ ଦଳ ନିଶ୍ଚିତ ଭାବରେ ସୁଦୃଢ଼ ହୋଇକରି ଆସୁଛି। ଆହୁରି ସୁଦୃଢ଼ ହେବ। ଯେତିକି ବି ଆମ ଦଳରୁ ଯାଇଥିଲେ ଯେଉଁ ମନମାଳିନୀ ହେଇକରି ଯେଉଁ ଯାଇଥିଲେ କୌଣସି କାରଣରୁ ଯାଇଥିଲେ ସେମାନେ ନିଶ୍ଚିତ ଭାବରେ କଂଗ୍ରେସକୁ ଫେରି ଆସିବେ। ଆଉ ଏହା ହେଉଛି ଭକ୍ତ ଦାସଙ୍କର ଡାକରା। ଭକ୍ତ ଦାସଙ୍କର ଯେଉଁ କାର୍ଯ୍ୟକଳାପ ଦେଖି କଂଗ୍ରେସର କାର୍ଯ୍ୟକଳାପ ଦେଖି ନିଶ୍ଚିତ ଭାବରେ ଆମେ ତ ଆଶା କରୁଛୁ ପ୍ରତ୍ୟେକ ଯେଉଁମାନେ ଯାଇଥିଲେ ନିଶ୍ଚିତ ଭାବରେ ଆମର ଦଳକୁ ଫେରି ଆସିବେ, ଘର ବାହୁଡ଼ା ହେବେ ଏବଂ ଏ କଂଗ୍ରେସ ମଜବୁତ ହେବ। ଆଗାମୀ 2029ରେ ନିଶ୍ଚିତ ଭାବରେ କଂଗ୍ରେସ ସରକାର ଗଠନ ହେବ। ଲୋକ ଭରସା କରୁଛନ୍ତି ଯେ ଆଦିବାସୀ ମୁଖ୍ୟମନ୍ତ୍ରୀ ଗୋଟେ ହେଲେ ଆମର ଆଦିବାସୀମାନଙ୍କର ନିଶ୍ଚିତ ଭାବରେ କାମ ହେବ, ନିଶ୍ଚିତ ଭାବରେ ସ୍ୱାର୍ଥ ହାସଲ ହେବ। ଏବେ ଯେଉଁ ଆଦିବାସୀମାନଙ୍କର କଥା ଉଠୁଛି ବର୍ତ୍ତମାନ କିଛି ଦିନ ତଳେ ଯେଉଁ ପେପର ମିଡ଼ିଆ ଏବଂ ପ୍ରେସ୍ ମିଡ଼ିଆରେ ଆମେ ଦେଖୁଥିଲୁ, ଇଲେକ୍ଟ୍ରୋନିକ୍ ମିଡ଼ିଆରେ ଦେଖୁଥିଲୁ ଯେ ଆଦିବାସୀମାନେ ଯେଉଁ ଦଖଲ କରି ଯେଉଁ ଜମି ରଖିଛନ୍ତି ବା ନିଜ ଅକ୍ତିଆରରେ ସେମାନେ ନିଜର ଜୀବିକା ପେଟ ଜୀବିକା ପାଇଁ ଯେଉଁ ଜମି ଖଣ୍ଡେ ରଖିଛନ୍ତି ଏ ସରକାର ତାଙ୍କର ଜମିକୁ ମଧ୍ୟ ହଡ଼ପ କରିବା ପାଇଁ ବସିଲାଣି। ସେଇ ଜମି ହଡ଼ପ କରି ଆଦାନୀ ଆମ୍ବାନୀକୁ ଦେବା ପାଇଁ ଯୋଜନା ପ୍ରୟାସ ଚଲାଇଛନ୍ତି। ଆଦିବାସୀମାନଙ୍କର ଜମି ସରକାର କିଣିବେ, ଏଇଟା ଗୋଟେ ହାସ୍ୟାସ୍ପଦ କଥା। ଏଇ ବାହାନାରେ ଆହୁରି ଆଦିବାସୀ ଲୋକମାନେ ନିଶ୍ଚିତ ଭାବରେ ଜମି ହରା ହେବେ, ଜମି ବିକ୍ରି କରିଦେବେ, ଜମି ହରା ହେବେ। ଆଉ ଏଇ ଯେଉଁ ଷଡ଼ଯନ୍ତ୍ର ଯେଉଁ ଚଲାଇଛନ୍ତି ଜମି ହଡ଼ପ କରି ଏ ଯେଉଁ ସରକାର ଜମି ଉପରେ ବେଶୀ ଧ୍ୟାନ ଦେଉଛି। ଖଣି ଖାଦାନ ବାଲି ଖଣି ପାଣି ଏ ଉପରେ ବହୁତ ମାନେ ନଜର ଦେଉଛି, ଯେଉଁଟାକି ଆଦାନୀ ଆମ୍ବାନୀକୁ ତାକୁ ଟେକିଦେବା ତାଙ୍କ ହାତରେ ଟେକିଦେବା ପାଇଁ ବିଭିନ୍ନ ପ୍ରକାର ପ୍ରୟାସ କରୁଛନ୍ତି, ଯୋଜନା କରୁଛନ୍ତି। କିନ୍ତୁ ଏଇଟା କଦାପି ଆମେ କରିବାକୁ ଦେବୁ ନାହିଁ। କୌଣସି ଇଞ୍ଚେ ମଧ୍ୟ ଆଦିବାସୀ ଜମି ସରକାର ନେଇପାରିବେ ନାହିଁ। ଏହା ନିଶ୍ଚିତ ଭାବରେ କଂଗ୍ରେସ ଦଳର ଏଇଟା ଗୋଟେ ନିଷ୍ପତ୍ତି, କଂଗ୍ରେସ ଦଳର ଆହ୍ୱାନ। ନିଶ୍ଚିତ ଭାବରେ ଆମେ ତାକୁ ପ୍ରତିରୋଧ କରିବୁ। ଏ ସରକାର ଆଇଲା ପରେ ସବୁ ପ୍ରକାର ଜିନିଷ ରେଟ୍ ବଢ଼ିଗଲା। ଗ୍ୟାସ୍ଠୁ ଧରିକରି ଗ୍ୟାସ୍ ରନ୍ଧନ ଗ୍ୟାସ୍ଠୁ ଧରିକରି ପେଟ୍ରୋଲଠୁ ଧରିକରି ବିଭିନ୍ନ ପ୍ରକାର ପନିପରିବାଠୁ ଧରିକରି ବିଭିନ୍ନ ପ୍ରକାର ଜିନିଷ ଯାହା ବି ସାମଗ୍ରୀ ସିମେଣ୍ଟ ରଡ଼୍ଠୁ ଧରିକରି ବିଭିନ୍ନ ପ୍ରକାର ସାମଗ୍ରୀ ହୋଇକରି ରେଟ୍ ବଢ଼ି ଚାଲିଲା। ପୁଣି ଗତକାଲି ଯେଉଁ ଦୁଗ୍ଧ ଦିବସ ଥିଲା, ମାନେ ନ୍ୟାସନାଲ୍ ଦୁଗ୍ଧ ଦିବସ ଥିଲା, ଏଠି ତ ମୁଁ ମଧ୍ୟ ଗୋଟେ ମାନେ ଇଲେକ୍ଟ୍ରୋନିକ୍ ମିଡ଼ିଆରେ ଦେଖୁଥିଲି ସେ ଦୁଗ୍ଧରେ ରେଟ୍ ବଢ଼ିଛି। ଏଇଟା ସାଧାରଣ ଜନତା ପାଇଁ ବହୁତ ଗୋଟେ ଦୁର୍ଭାଗ୍ୟ। ମାନେ ସାଧାରଣ ଜନତା ଯଦି ଲିଟର ପିଛା ଯଦି 4 ଟଙ୍କା ବଢ଼ିବ କି 2 ଟଙ୍କା ବଢ଼ିବ କି 3 ଟଙ୍କା ବଢ଼ିବ, ମାନେ ଆମର ସାଧାରଣ ଜନତା ଏଇଟା ଗୋଟେ ପୁଷ୍ଟିକର ଖାଦ୍ୟ, ସମସ୍ତେ ଖାଇବାର ଅଧିକାର ଅଛି, ଦୁଗ୍ଧ ଖାଇବାର ଅଧିକାର ଅଛି। ସମସ୍ତେ ଟିକେ ଦୁଗ୍ଧ ଖାଇବା ପାଇଁ ସବୁ ଆଶା କରନ୍ତି। କିନ୍ତୁ ଦିନକୁ ଦିନ ଯଦି ଦୁଗ୍ଧର ଯଦି ରେଟ୍ ବଢ଼ିଯାଏ ତାହେଲେ ଆମର ସାଧାରଣ ଜନତା ବା ଗରିବ ଲୋକମାନେ ଆଉ କ୍ଷୀର କିଣିକରି ଖାଇପାରିବେ ନାହିଁ। ବାସ୍ପଟ କଥାଟା ବାସ୍ପଟ ରହିଯିବ ନାହିଁ ତ। ଆମେ ତ ଚାହୁଁଛୁ ଏକ ନମ୍ବର କରନ୍ତୁ। ବିଗତ ସରକାରରେ ଯେତେବେଳେ ନବୀନ ସରକାର କାଲି ବିଜେଡ଼ି ସରକାରରେ କାଲି ସାର୍ଟିଫିକେଟ୍ ଆଣିକରି କେଉଁ କମ୍ପାନୀ ଗୋଟେ ସାର୍ଟିଫିକେଟ୍ ଆଣିକରି ଏକ ନମ୍ବର ମୁଖ୍ୟମନ୍ତ୍ରୀ ଏକ ନମ୍ବର ରାଜ୍ୟ ଓଡ଼ିଶା ଏକ ନମ୍ବର ରାଜ୍ୟ ବୋଲି ଯେଉଁ ଘୋଷଣା କରୁଥିଲେ ବାରମ୍ବାର ଘୋଷଣା କରୁଥିଲେ ଏଇ ସରକାର ବି ସେଇ ଢାଞ୍ଚା ଧରିଛି। ଯଦି ଏକ ନମ୍ବର ମାନେ ରାଜ୍ୟ ହୁଏ ତାହେଲେ ନିଶ୍ଚିତ ଭାବରେ ଆମେ ସ୍ୱାଗତ କରୁଛୁ। ଏକ ନମ୍ବର କରନ୍ତୁ, ମାତ୍ର କାର୍ଯ୍ୟରେ କରନ୍ତୁ, ଖାଲି କଥାରେ ନାହିଁ, କାର୍ଯ୍ୟରେ କରନ୍ତୁ। ବିଗତ ସରକାର ଭଳିଆ ମାନେ ସାର୍ଟିଫିକେଟ୍ ଦେଖାଇକରି ଯେଉଁ ଏକ ନମ୍ବର ରାଜ୍ୟ, ଏକ ନମ୍ବର ଚାଷୀ ରାଜ୍ୟ, ଏକ ନମ୍ବର ମୁଖ୍ୟମନ୍ତ୍ରୀ ବୋଲି ଯେଉଁ ଘୋଷଣା କରୁଥିଲେ ଏଇଟା ଏଭଳିଆ ଯଦି କଲେ ଆଉ ଏକ ନମ୍ବର ତ ନାହିଁ, ସେଇଟା ପୁଣି ତଳ ଆଡ଼କୁ ପଳାଇବ।